ହ୍ୟାଲୋ ସାଙ୍ଗମାନେ, ନମସ୍କାର, ଶୁଭ ସକାଳ। ଆଜିର ଦିନଟି ଆପଣ ସମସ୍ତଙ୍କର ଶୁଭ ହେଉ, ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ। ବର୍ତ୍ତମାନ ମୁଁ ମର୍ଣ୍ଣିଂ ୱାର୍କରେ ଅଛି। ଅଲରେଡ଼ି ମୁଁ ବଳା ଛକକୁ ପଳେଇ ଆସିଲିଣି 5 କିଲୋମିଟର। କରଞ୍ଜିଆରୁ ବଳା ଛକ 5 କିଲୋମିଟର ପାଇଁ ହେଇଯିବ। ପୁଣି ଏବେ ରିଟର୍ଣ୍ଣ କରିବି ଆପଣଙ୍କର କରଞ୍ଜିଆକୁ 10 କିଲୋମିଟର ହେଇଯିବ ଅପ୍ ଡାଉନ୍। ମୁଁ ବାହାରିଥିଲି 4ଟା 50, ବର୍ତ୍ତମାନ ହେଇଗଲା 6ଟାରୁ ମୁଁ ଯିବି। ଭାଇଠୁ ମୋତେ ଅଧଘଣ୍ଟା ଲାଗିବ, ଦୌଡ଼ିକି ଯିବି, ଟିକେ ମଝିରେ ପହଞ୍ଚିବି ଆଉ। ଭାଇ ଚାଲିଛି, ଗାଡ଼ି ତ ଭାଇ ଏତେ କେଉଁଠି ହେଇଛି ଦେଖାଯାଉନି। ରାସ୍ତାଘାଟ ଡ୍ରାଇଭର ବି ଟ୍ରକ୍ ଗୁଡ଼ା ଗୋଟେ ମଝିରେ ମଝିରେ ଆସୁଛନ୍ତି, ସେମାନେ ବି ଦେଖିପାରୁନାହାନ୍ତି। ଆଉ ଗୋଟେ ଭାଇ ଜଣେ ଏଇନା ବି ଏପଟେ ଦୌଡ଼ିକି ଯିବ। ଆଉ ଜଣେ ସାର୍ ମଧ୍ୟ ଆସୁଛନ୍ତି ସାଇକେଲରେ, ସେ ଚାଲିକି ଆସିପାରିଲେନି, ତାଙ୍କ ଗୋଡ଼ ଫୋଡ଼ ବଥା ହେଇକି କ'ଣ ବୋଲି କହୁଥିଲେ, ତଥାପି ସେ ସାଇକେଲିଂ କରିକି ଆସୁଛନ୍ତି। ଭାଇ ଏସବୁ ଭାଇ ଏଠିକାର ଦୃଶ୍ୟ ଦେଖିପାରୁଛନ୍ତି, କେଉଁଭଳିଆ ପକ୍କାମୁଣ୍ଡା ରାସ୍ତା, କରଞ୍ଜିଆ ମୟୂରଭଞ୍ଜ। ଭାଇ ଏବେ ଯେଉଁ ନନ୍ଦନକାନନ ଗୋଟେ ହାତୀ ଉଠିକି ନିଆଗଲା, ସେଟା ଏଇ ଜଙ୍ଗଲରେ ହିଁ ଭାଇ ପଡ଼ିଥିଲା, ପକ୍କାମୁଣ୍ଡା ହାତୀ। ଏଇ ଭାଇ ଜଣେ ଦୌଡ଼ିକି ଯାଉଛନ୍ତି, ଦେଖନ୍ତୁ। ଇଏ ଜବ୍ ପାର୍ଟି ଭାଇ, ଡିଫେନ୍ସ ପାର୍ଟି। ଭାଇ ଯେଉଁ ଲାଇଟ୍ ଦେଖାଯାଉଛି ସବୁ ଭାଇ ଗୋଟେ 60 ୱାଟ୍ ବଲ୍ ଭଳିଆ ଦେଖାଯାଉଛି। ଭାଇ ଦେଖନ୍ତୁ ଏତେ କୁହୁଡ଼ି ହେଇଛି, ଏତେ ମାତ୍ରାରେ ଭାଇ ହେଇଛି, ଆପଣ ଇମାଜିନ୍ କରିପାରିବେନି। ବହୁତ ରାତିରେ କ'ଣ ଭାଇ ଦେଖାଯିବ, ଏ ହାତୀ ଉପଦ୍ରବ ଏରିଆ, ସେଥିପାଇଁ ଟିକେ ଭାଇ ଭୟ ଲାଗୁଛି, ଦେଖିକି ଯିବା ପାଇଁ ପଡ଼ୁଛି। ତଥାପି ମୁଁ ଭାଇ 5 କିଲୋମିଟର ପଳେଇ ଆସିଥିଲି। ନମସ୍କାର ସାଙ୍ଗମାନେ ସମସ୍ତଙ୍କୁ। ଏଇ ସାର୍ ଜଣେ ଆସିଲେଣି।